এই ଭିଡିଓରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜି ଆମେ ବାହାରିଛୁ ପୁରୀ ଯିବା ପାଇଁ। ବର୍ତ୍ତମାନ ଆମେ କ୍ରସ୍ କରୁଛୁ ପିପଲି ଟୋଲ ଗେଟ୍। ଗାଡ଼ିରେ ଟିକେ ତେଲ ପକାଇ ଦେଇଛୁ। ପ୍ରାୟ 700 ଟଙ୍କାର ତେଲ ପଡ଼ିଛି। ଆମର ଯିବା ଆସିବା ହେଇଯିବ। ଟାୟାରରେ ଟିକେ ପ୍ରେସର ବି ଦେଇ ଦେଉଛୁ। ଦେଖୁ ଦେଖୁ ଆମେ ମାଳତୀ ପାଟପୁର କ୍ରସ୍ କରୁଛୁ। ଏଠାରୁ ପୁରୀ ଆଉ ମାତ୍ର 6 କିଲୋମିଟର। ବର୍ତ୍ତମାନ ଆମେ ପୁରୀ ଭିତରେ ଏଣ୍ଟ୍ରି କରିଗଲୁ। ଦେଖନ୍ତୁ ଶ୍ରୀମନ୍ଦିର ଦେଖାଯାଉଛି। ଆମେ ବାଟମଙ୍ଗଳା ନ ଦେଇକି ଆମେ ପଛପଟ ରାସ୍ତାରେ ଆସିଲୁ। ଜଗନ୍ନାଥ ସଡ଼କ ବା ନବକଳେବର ରୋଡ ଦେଇକି ବିଚ୍ ଆଡ଼କୁ ଆସିଲେ ପୁରୀକୁ ଆଉ ଏକ୍ସଟ୍ରା 2-3 କିଲୋମିଟର ପଡ଼ିଥାଏ। କିଛି କିଲୋମିଟର ଏକ୍ସଟ୍ରା ପଡ଼େ ସତ, କିନ୍ତୁ ଏଇ ରାସ୍ତାଟି ପୁରା ଫାଙ୍କା। ବାଟମଙ୍ଗଳାଠୁ ମେଡିକାଲ ଛକ ପରି ଅତି ଭିଡ଼ ନଥାଏ। ଦେଖନ୍ତୁ ଆଗରେ ଟିକେ ଟିକେ ସମୁଦ୍ର ଦେଖା ବି ଯାଉଛି। ଫାଷ୍ଟରେ ଆମେ ଦେଖୁଛୁ କୌଣସି ଗୋଟେ ହୋଟେଲରେ ଷ୍ଟେ କରିବୁ। ହୋଟେଲରେ ପହଞ୍ଚିକି ଟିକେ ଫ୍ରେଶ ହେଇକି ଆମେ ପ୍ରାୟ 3:30-4ଟା ବେଳକୁ ବାହାରିଲୁ ମନ୍ଦିର ଦର୍ଶନ କରିବା ପାଇଁ। ଦୋଳମଣ୍ଡପ ସାଇ ଦେଇକି ଆମେ ମନ୍ଦିର ଆଡ଼କୁ ବଢୁଛୁ। ଏହି ରାସ୍ତାରେ ରିକ୍ସା, ଅଟୋ ବା ଟୋଟୋ ଯାଉନଥିବାରୁ ବୟସ୍କ ଲୋକଙ୍କ ପାଇଁ ଟିକେ ଅସୁବିଧା। ଚାଲି ଚାଲି ହିଁ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଶ୍ରୀମନ୍ଦିରର ସିଂହଦ୍ୱାର ପାଖେଇ ଆସିଲାଣି। ଆମେ ଯାଉଛୁ, ଆଗକୁ ବଢ଼ି ଚାଲିଛୁ। ମନ୍ଦିର ପହଞ୍ଚିବାକୁ ଆଉ ଅଳ୍ପ ସମୟ ଲାଗିବ। ପ୍ରାୟ ପାଖେଇ ଆସିଲୁଣି। ଆମେ ଶ୍ରୀମନ୍ଦିରର ସିଂହଦ୍ୱାରରେ ଆସିକି ପହଞ୍ଚିଗଲୁ। ବର୍ତ୍ତମାନ ପତାକା ଲାଗି କାର୍ଯ୍ୟକ୍ରମ ଚାଲିଛି। ରେବତୀ ସାମଲ ଗଜପତିରୁ ଆସିଥିବା ରେବତୀ ସାମଲ ଡାକ ଶୁଣିପାରିଲେ ସିଂହ ଦ୍ୱାରା ସୂଚନା କେନ୍ଦ୍ରରେ ସମ୍ପର୍କ ସାକ୍ଷାତ କରନ୍ତୁ। ରେବତୀ ସାମଲ। ଶ୍ରୀମନ୍ଦିରର ସିଂହଦ୍ୱାରରୁ ପତିତପାବନଙ୍କ ଦର୍ଶନ ସାରି ଆମେ ଲାଇନରେ ଲାଗିବୁ। ସମସ୍ତେ ଜାଣିଛନ୍ତି ମନ୍ଦିର ଭିତରେ କୌଣସି ଭିଡ଼ିଓ ବା ମୋବାଇଲ ଏଲାଉ ନାହିଁ, ତ ସୁତରାଂ ମନ୍ଦିର ଭିତରର କୌଣସି ଦୃଶ୍ୟ ଆମେ ଦେଖାଇ ପାରିବୁ ନାହିଁ। ବର୍ତ୍ତମାନ ଆମେ ଯାଉଛୁ ମନ୍ଦିରର ଲାଇନରେ ଲାଗିବା ପାଇଁ, ଦର୍ଶନ କରିବା ପାଇଁ। ୟା ଭିତରେ ଆପଣମାନେ ପତାକା ଲାଗିର ଦୃଶ୍ୟକୁ ଉପଭୋଗ କରନ୍ତୁ। ମନ୍ଦିରରେ ଦର୍ଶନ ସାରି ଆଉ ଟିକେ ଅଭଢ଼ା ପାଇ ଆମେ ଆସିଗଲୁ ବିଚ୍ ପାଖକୁ। ମନ୍ଦିର ଦର୍ଶନ କରିବାରେ ପ୍ରାୟ 3 ଘଣ୍ଟାରୁ 4 ଘଣ୍ଟା ସମୟ ଲାଗିଗଲା। ଏବେ ଆମେ ଆସିଛୁ ବିଚ୍ରେ କିଛି ସମୟ ବସିକି ତାପରେ ରୁମ୍କୁ ଫେରିଯିବୁ। ରାତି ହେଇଯିବାରୁ ଆମେ ବିଚ୍ ସେମିତି କିଛି ଏନ୍ଜୟ କରିପାରିଲୁ ନାହିଁ, ଆଉ ପାଣି ପାଖକୁ ବି ଯାଇନୁ କହିଲେ ଚଳେ।
बीच रे पड़िथिबा दुकान गुड़िक बुली बुली खाली देखिलु आउ आसिकी स्वर्गद्वार पाखरे किछि समय बसिगलु। देखु देखु केमिति टाइम कटिगला किछि जଣା पड़िलानी। प्राय राति 9टा हेबाकू गलानी आ पुरी समुद्र बीच पूरा खचाखच भिड़। एथर आमे रूम को फेरी जिबु। आज आमे बहुत भलो एंजॉय कलु। भिडियोटी आपण मानकू केमिति लागिला कमेंट माध्यम रे निश्चय जणाइबे। जदि भिडियोटी भलो लागिता गोटे लाइक टे भी करिदेबे आउ चैनल टी को सब्सक्राइब करने को भूलिबेनी। चा है गला पूरी बुला चा चल अरे बुला भल लगिल तुम मान बढ़िया है एकदम सॉलिड चलो।